ମୁଁ କେଦାରନାଥ ସାହୁ ରଞ୍ଜିତ ଜିପିର ଗ୍ରାମବାସୀ ହିସାବରେ ମୁଁ ଏ ଆଶ୍ରମ ସ୍କୁଲରେ ଯେଉଁ ମାଷ୍ଟର ବଦଳି ସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁଛି। ଦୀର୍ଘ 1 ବର୍ଷ ହେଲା 2 ଜଣ ମାଷ୍ଟରକୁ ନେଇ ବିଦା କରିଥିଲେ DW ଏବଂ କୌଣସି ମାଷ୍ଟର ତା ବଦଳରେ ଦେଇନଥିଲେ। ପୁଣି ବର୍ତ୍ତମାନ 2 ଜଣ ମାଷ୍ଟରକୁ ବିଦା କଲେ। ଜଣେ 2 ମାସ ଭିତରେ ରିଟାୟାର୍ଡ ହେବାକୁ ଅଛି, ସେ ମାଷ୍ଟରକୁ ଏଠି ପଠାଉଛନ୍ତି ଏବଂ ସାଇନ୍ସ ମାଷ୍ଟର ଶ୍ରୀମତୀ ଧଳା ମହୋଦୟ ଏଠି ଭଲ ପାଠ ପଢ଼ାଉଥିବା ବେଳେ ତାଙ୍କୁ ଏଠି ଚଞ୍ଚଳତାପୂର୍ଣ୍ଣ ଭାବରେ DW ବିଦା କରୁଛନ୍ତି। ତାଙ୍କର ଏକାନ୍ତ ଜିଦି ସେ ସାଇନ୍ସ ମାଷ୍ଟରଟାକୁ ବିଦା କଲେ ଏ ଆଶ୍ରମ ସ୍କୁଲଟି ଅଚଳ ହୋଇଯିବ ଏବଂ ନିମ୍ନମାନର ଖାଦ୍ୟ ଦିଆହେଉଛି। ତା ବି ମଧ୍ୟ ଗ୍ରାମବାସୀ ଜଣେଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି। ଆଉ ପିଲାମାନଙ୍କୁ ବିଭିନ୍ନ ଶ୍ରମ କାମରେ ଲଗାଉଛନ୍ତି, ତାର ଭିଜୁଆଲ ଆମେ ରଖିଛୁ ଏବଂ ମେଟ୍ରିକ ସିଟି ପାଠ ପଢ଼ି ସିଏ ହେଡ଼ମାଷ୍ଟର ଭାବରେ ଏଠି ନିଯୁକ୍ତି ରହି ଏବଂ ଜାତିଆଣ ଭେଦଭାବ ରଖି DW ଏବଂ ଆମର ହେଡ଼ମାଷ୍ଟର ସିଏ ତାଙ୍କର କାୟା ବିସ୍ତାର କରୁଛନ୍ତି। ଏବଂ ଆହୁରି ତଥ୍ୟ ଆମେ ଜାଣିବାକୁ ପାଉଛୁ ଯେ ତାଙ୍କ ଘର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ସେ ରେସିଡେନ୍ସ ଭଦ୍ରକର କହି ସେ ଚାକିରି ମଧ୍ୟ କରିଛନ୍ତି। ତାର ପ୍ରମାଣ ଆମେ ଦେବୁ ଏବଂ ଆମର ଦରକାର ଏ ସ୍କୁଲର କେମିତି ସର୍ବାଙ୍ଗୀନ ଉନ୍ନତି ହେବ, ଭଲ ମାଷ୍ଟର ଆମର ଯିଏ ଶ୍ରୀମତୀ ଧଳ ତାଙ୍କୁ ପୁନଃନିଯୁକ୍ତି ଦିଆଯାଉ, ନଚେତ ଆମେ ହରତାଳ କରିବୁ। ସରକାରଙ୍କ କତିରେ ଯେତେ ବାଟ ଯିବ ଆମେ ଲାଗିବୁ ଏବଂ ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏଠି ଅନଶନରେ ବସିବୁ। ଆଜି ଦେଖିବାକୁ ପାଇଲୁ ରଞ୍ଜିତ ଆଶ୍ରମରେ ଅଭିଭାବକ ମାନେ ଧାରଣା ଦେଇଛନ୍ତି, ତାଙ୍କ ମଧ୍ୟରେ ଆପଣ ବି ଅଛନ୍ତି। କ'ଣ ପାଇଁ ଧାରଣା ଦେଇଛନ୍ତି? ଚାହୁଁଛୁ ଦିଦିଙ୍କୁ ଟ୍ରାନ୍ସଫର କରାହେଇଛି, ଧଳା ଦିଦିଙ୍କୁ, ତାଙ୍କୁ ଏଠି ପୁନର୍ବାର ନିଯୁକ୍ତି ଦିଅନ୍ତୁ। ଆଉ ସେ ମାନେ ସାଇନ୍ସ ଟିଚର, ସେ ଭଲ ପଢ଼ଉଥିଲେ ବି ପଢ଼େଇବେ, ସେ ଏଠି ପୁନର୍ବାର ନିଯୁକ୍ତି ପାଇବା ଦରକାର। କିନ୍ତୁ ଅଲଗା ଯେଉଁ ମାଷ୍ଟର ଅଛନ୍ତି ତାଙ୍କୁ ଟ୍ରାନ୍ସଫର କରା। ଅଭିଯୋଗ କୋଉଠି ଦେଇଥିଲେ ଏ ବାବଦରେ? ଅଭିଯୋଗ ହେଉଛି DWକୁ ବି କହିଥିଲୁ, ଆଉ BDOଙ୍କୁ ବି କହିଥିଲୁ, ଆଉ କଲେକ୍ଟରକୁ ବି କହିଥିଲୁ, ଆଉ ଏମାନଙ୍କୁ ବି ଅଭିଯୋଗ କରାହେଇଛି। ଆଜି ଜଣେ ଟିଚର ଆସିଥିଲେ ଆପଣଙ୍କୁ ଜଏନିଂ କରିବା ପାଇଁ, ଯାହାକି 2 ଜଣ ଟିଚର ବଦଳି ଆଉ ଜଣେ ଟିଚର ଏଠିକି ଜଏନିଂ, ତାକୁ ବିରୋଧ କରାହେଇ ତାଲା ପଡ଼ିଛି, କ'ଣ କହିବେନି? ରିଟାୟାର୍ଡ ସମୟରେ ଆସିଛନ୍ତି, ତାଙ୍କୁ କ'ଣ କେମିତି ଇଏ କରାଯିବ? ଆଉ ସିଏ 2ଟା ଟିଚର ଯେତେବେଳେ ବଦଳ ଯିବେ, ଗୋଟେ ଟିଚର ରହିକି କ'ଣ କରିବେ? ସିଏ 6 ମାସ ହେଲା ବଦଳି ଯିବେ, ରିଟାୟାର୍ଡ ହେଇଯିବେ, ସେ ଆଉ କ'ଣ ଏଠି ପାଠ ପଢ଼େଇ ପାରିବେ? 6 ମାସ ଭିତରେ କ'ଣ ପାଠ ପଢ଼େଇକିନି ଇଏ କରିଦେବେ? ଯେଉଁ ଦିଦି ଅଛନ୍ତି ଧଳା ଦିଦି, ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦିଆହେବ। ସେ ଦିଦି ଭଲ ପାଠ ପଢ଼ଉଛନ୍ତି। ଆମେ ଏଠି ଧାରଣା ଦେବୁ, ଆମ ଗେଟ୍ରେ ବି ତାଲା ପକେଇବୁ, ଆମେ କେଉଁ ମାଷ୍ଟରକୁ ବି ଛାଡ଼ିବୁ। ସେ ଦିଦି ବଦଳି ହେଇଗଲେ ବି ଆଉ କେଉଁ ମାଷ୍ଟରକୁ ବି ଛାଡ଼ିବୁ।